ବେଦ ବିଦୁଷୀ ଲୋପାମୁଦ୍ରା। ଯୁଧିଷ୍ଠିର କର୍ତ୍ତୃକ ପାଣ୍ଡମାନେ ବନବାସ କାଳରେ ହିମାଳୟର ଘୋର ଅରଣ୍ୟରେ ଇତସ୍ତତଃ ଭ୍ରମଣ କରୁଥାନ୍ତି। ଦିନେ ଋଷି ଲୋମସ ତାଙ୍କ ନିକଟରେ ଆସି ପହଞ୍ଚିଲେ। ସମୟ ଅପନୋଦନ ପାଇଁ ଧର୍ମରାଜ ଯୁଧିଷ୍ଠିର ସେତେବେଳେ ତୀର୍ଥାଟନ ନିମନ୍ତେ ମନସ୍ଥ କରିଥାନ୍ତି। କଳ୍ପଜୀବୀ ଋଷି ଲୋମସଙ୍କୁ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ତାଙ୍କ ପଦ ବନ୍ଦନା କରି ଯଥାରୀତି ସତ୍କାର ପରେ ନିଜ ମନ କଥା କହି ମୁନିଙ୍କୁ କହିଲେ, ବିଭିନ୍ନ ତୀର୍ଥସ୍ଥଳୀ ବିଷୟରେ ଆପଣଙ୍କୁ ବହୁ କଥା ଜଣାଅଛି। ଏଣୁ ଆପଣ ମଧ୍ୟ ଆମ ସହିତ ଚାଲନ୍ତୁ। ଆପଣ ଆମକୁ ସବୁ ତୀର୍ଥମାନଙ୍କ ମହିମା ଶୁଣାଇ ଧନ୍ୟ କରିବେ। ଏହା କହି ଯୁଧିଷ୍ଠିର କର୍ତ୍ତୃକ ପାଣ୍ଡମାନେ ମୁନି ଲୋମସଙ୍କ ସାଙ୍ଗ ହୋଇଯାଇ ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମସ ଅଗସ୍ତ୍ୟ ଋଷିଙ୍କ ବିଷୟରେ ତାଙ୍କୁ କଥା ଶୁଣାଇ କହିଲେ। କଠୋର ତପସ୍ୟାରେ ନିମଗ୍ନ ରହି ପରମାର୍ଥ ପ୍ରାପ୍ତି ନିମନ୍ତେ ମହର୍ଷି ଅଗସ୍ତ୍ୟ ପ୍ରୌଢ଼ାବସ୍ଥା ପର୍ଯ୍ୟନ୍ତ ଗାର୍ହସ୍ଥ ଜୀବନ ଆରମ୍ଭ କରିନଥିଲେ। ଥରେ ସେ ଦେଖିଲେ ତାଙ୍କ ପିତୃଗଣ ଅଧୋମୁଖ ଅବସ୍ଥାରେ ଏକ ଗର୍ତ୍ତରୁ ଝୁଲୁଛନ୍ତି। ଅଗସ୍ତ୍ୟ ତାଙ୍କୁ କିଏ ଏବଂ କାହିଁକି ଏପରି ଅବସ୍ଥା ପ୍ରାପ୍ତ ହୋଇଛନ୍ତି ବୋଲି ପଚାରିବାରୁ ସେମାନେ କହିଲେ, ଆମେ ସବୁ ତୁମ ପିତୃପୁରୁଷ। ଆମ କୂଳରେ ତୁମେ ଏକମାତ୍ର ପୁତ୍ର ହୋଇ ଗୃହସ୍ଥାଶ୍ରମ କରୁନଥିବାରୁ ଆମେ ବଂଶନାଶ ଭୟରେ ଏପରି ଅବସ୍ଥାରେ ରହିଛୁ। ତୁମେ କେବଳ ଏହାର ପ୍ରତିକାର କରିପାରିବ। ଅଗସ୍ତ୍ୟ ପିତୃଗଣଙ୍କୁ ସାନ୍ତ୍ୱନା ଦେଇ ନିଜ ପାଇଁ ଏକ କନ୍ୟା ସ୍ଥିର କରିବାକୁ ମନସ୍ଥ କଲେ। କେତେଦିନ ପରେ ବିଦର୍ଭ ଦେଶର ସନ୍ତାନହୀନ ରାଜା ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ମହର୍ଷି ଅଗସ୍ତ୍ୟଙ୍କ ଆଶୀର୍ବାଦ ଭିକ୍ଷା କଲେ। ଅଗସ୍ତ୍ୟ କହିଲେ, ହେ ରାଜା, ତୁମେ ଅତି ଶୀଘ୍ର ଏକ କନ୍ୟା ରତ୍ନ ପ୍ରାପ୍ତ ହେବ। ତୁମେ ଏହା ପୂର୍ବରୁ ପ୍ରତିଶ୍ରୁତି ଦିଅ, ସେହି କନ୍ୟାକୁ ତୁମେ ମୋ ଛଡ଼ା ଅନ୍ୟକୁ ପ୍ରଦାନ କରିବ ନାହିଁ। ବିଦର୍ଭ ରାଜ ପରିସ୍ଥିତିକୁ ଚାହିଁ ପ୍ରତିଶ୍ରୁତିବଦ୍ଧ ହେଲେ। ଯଥାକାଳେ ବିଦର୍ଭ ରାଣୀଙ୍କ ଗର୍ଭରୁ ଏକ ସୁନ୍ଦରୀ କନ୍ୟା ଭୂମିଷ୍ଠ ହେଲା। ତାହାର ନାମକରଣ କରାହେଲା ଲୋପାମୁଦ୍ରା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରାଜକୁମାରୀ ଲୋପାମୁଦ୍ରାଙ୍କ ରୂପ ଗୁଣର ଖ୍ୟାତି ଚତୁର୍ଦିଗରେ ବ୍ୟାପିଗଲା। କ୍ଷତ୍ରିୟ ରାଜକୁମାରମାନେ ତାଙ୍କ ପାଣିଗ୍ରହଣ ପାଇଁ ଲାଳାୟିତ ହୋଇ ଆସୁଥିଲେ ମଧ୍ୟ ବିଦର୍ଭର ରାଜା ଅଗସ୍ତ୍ୟ ଋଷିଙ୍କୁ ଦେଇଥିବା ପ୍ରତିଶ୍ରୁତି ଦୃଷ୍ଟିରୁ କନ୍ୟାର ସମ୍ବର କରିପାରୁନଥାନ୍ତି। ଏମିତି ଅବସ୍ଥାରେ ଏକଦା ମହର୍ଷି ଅଗସ୍ତ୍ୟ ଆସି ପହଞ୍ଚି ରାଜାଙ୍କୁ ତାଙ୍କ ପୂର୍ବ ପ୍ରତିଶ୍ରୁତି କଥା ମନେ ପକାଇଦେଲେ। ବିଦର୍ଭ ରାଜ ଭୋଗୋତ୍ସର୍ଯ୍ୟ ମଧ୍ୟରେ ବଢ଼ିଥିବା ନିଜର ଅଲିଅଳି ରୂପବତୀ କନ୍ୟାକୁ ବନଚାରୀ ଜଣେ ଭିକ୍ଷୁକ ହସ୍ତକୁ କିପରି ସମର୍ପି ଦେବେ ସେ ନେଇ ବଡ଼ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ପୁଣି ଚିନ୍ତା, ଯଦି ଋଷିବର କ୍ରୁଦ୍ଧ ହୁଅନ୍ତି ତାହେଲେ ତା ସର୍ବନାଶ। ବିଦର୍ଭରାଣୀ ମଧ୍ୟ ସେହି ଚିନ୍ତାରେ ପଡ଼ିଲେ। ପିତାମାତାଙ୍କୁ ଏଭଳି ଚିନ୍ତିତ ଦେଖି ଲୋପାମୁଦ୍ରା କହିଲେ, ଆପଣମାନେ ଚିନ୍ତା କରନ୍ତୁ ନାହିଁ। ମୁଁ ମହର୍ଷି ଅଗସ୍ତ୍ୟଙ୍କୁ ସ୍ମିରୂପେ ବରଣ କରୁଛି। ଯଥାରୀତି ବିବାହ କାର୍ଯ୍ୟ ସମାପ୍ତ ହେଲା। ଋଷି ଅଗସ୍ତ୍ୟ ଲୋପାମୁଦ୍ରାଙ୍କୁ ଘେନି ଆଶ୍ରମ ଅଭିମୁଖେ ପ୍ରସ୍ଥାନ କଲାବେଳେ କହିଲେ, ହେ ରାଜନନ୍ଦିନୀ, ତୁମେ ଏବେ ଋଷିପତ୍ନୀ ହେଲ। ତୁମ ପକ୍ଷରେ ଏ ମୂଲ୍ୟବାନ ବସ୍ତ୍ର ଅଳଙ୍କାର ଆଦି ପରିଧାନ ଉଚିତ ହେଉନାହିଁ। ତୁମେ ସେ ସବୁ ରଖିଦେଇ ଆସ। ଲୋପାମୁଦ୍ରା ଅତୀବ ଆନନ୍ଦରେ ବଳକଳ ମୃଗଚର୍ମ ପରିଧାନ କରି ଋଷି ଅଗସ୍ତ୍ୟଙ୍କ ସାଙ୍ଗରେ ସଙ୍ଗୀ ହୋଇ ଚାଲିଲେ। ଅଗସ୍ତ୍ୟ ଗଙ୍ଗା କୂଳରେ ପତ୍ନୀଙ୍କ ସହିତ ବାସ କରି କଠୋର ତପସ୍ୟାରେ ନିମଗ୍ନ ହେଲେ। ଉଭୟଙ୍କ ମଧ୍ୟରେ କ୍ରମେ ଗଭୀର ପ୍ରେମ ଓ ଶ୍ରଦ୍ଧାଭା ଜାତ ହେଲା। କିଛିକାଳ ଅନ୍ତେ ଅଗସ୍ତ୍ୟ ଲୋପାମୁଦ୍ରାଙ୍କ ନିଷ୍ଠା, ଆତ୍ମସଂଯମ, ସେବା, ସହିଷ୍ଣୁତାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଉପଭୋଗ ପାଇଁ ଆମନ୍ତ୍ରଣ କଲେ। ଲୋପାମୁଦ୍ରା କହିଲେ, ମୁଁ ପିତୃଗୃହରେ ଯେପରି ଐଶ୍ୱର୍ଯ୍ୟ ମଧ୍ୟରେ ଥିଲି ତାହା ମୁଁ ଚାହେଁ। ଆପଣ ମଧ୍ୟ ମୂଲ୍ୟବାନ ବସ୍ତ୍ରାଦି ପରିଧାନ କରନ୍ତୁ, ତେବେ ଯାଇ ଆମେ ଜୀବନକୁ ଉପଭୋଗ କରିପାରିବା। ଅଗସ୍ତ୍ୟ କହିଲେ, ହେଲେ ଏ ଅରଣ୍ୟବାସୀ ଋଷି ପାଖରେ କୁଆଡ଼ୁ ଧନ ଆସିବ? ଲୋପାମୁଦ୍ରା ମହର୍ଷି ଅଗସ୍ତ୍ୟଙ୍କ ଅଲୌକିକ ଦିବ୍ୟ ଶକ୍ତି ବିଷୟ ଜାଣିଥିଲେ। ମହର୍ଷି ଥିଲେ ବେଦଜ୍ଞ ଋଗ୍ବେଦୀୟ ମନ୍ତ୍ରର ସ୍ରଷ୍ଟା। ଲୋପାମୁଦ୍ରା କହିଲେ, ହେ ତପୋଧନ, ଆପଣ ଇଚ୍ଛା କଲେ ଆପଣଙ୍କ ଦିବ୍ୟଶକ୍ତି ବଳରେ ଏ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ କରିପାରିବେ। ମହର୍ଷି ଅଗସ୍ତ୍ୟ ଲୋପାମୁଦ୍ରାଙ୍କ ମନରେ କଷ୍ଟ ନ ଦେବା ପାଇଁ ଧନାହରଣ ଉଦ୍ଦେଶ୍ୟରେ ଯାତ୍ରା କରିଯାଇ ରାଜା ଶ୍ରୁତର୍ବାଙ୍କ ନିକଟରେ ପହଞ୍ଚି କହିଲେ, ହେ ରାଜା, ଅନ୍ୟର କ୍ଷତି ବା ଅନ୍ୟ ପ୍ରତି ହିଂସା ଆଚରଣ ନ କରି ମୋତେ କିଛି ଧନ ଦାନ କର। ରାଜା ମହର୍ଷିଙ୍କୁ ଯଥା ମାନ୍ୟ କରି କହିଲେ,
हे ऋषिवर मोर राजकोषरे जहाँ आय हेउछि ताहा व्यय हेउछि किछि बळका धन रहु नाही आपणଙ୍କୁ दान कले मोर प्रजामानଙ୍କୁ अधिक कष्ट हेब। एहीपरि से अनेक राज्य बुली सेही गोटिए कथा सुनिले। शेषरे से राक्षस राज इलंक पाखरे पहुंची तांको दिव्य शक्ति प्रदर्शन बलरे बहु धन लाभ कले एवं लोपामुद्रांको अभिलाष पूर्ण करी सुखरे बसवास कले। एपरि किछि काल भोगलालसा इच्छा करी महर्षि अगस्त्य पुणी एथिरु मन फेराई नेई गभीर तपस्यारे मग्न रही तांको पूर्व साधना आरंभ करिदेले। से समस्त जगतर मंगल पाई ऋग्वेदर सूक्ष्म मंत्र द्रष्टा भावे बहु वेदमंत्र रचना कले। विदुषी लोपामुद्रा मध्य तांकर अनुगामी होई तांको सेबारे लगी रहिले जेपरि तांको साधनारे कौनसी प्रकार विघ्न न घटे। कालक्रमे विदुषी लोपामुद्रा ऋषि अगस्त्येनको पदांको अनुसरण करी वेद विद्या ज्ञान हासिल कले एवं निजकु जणे मंत्रद्रष्टा ऋषिनी भावे प्रतिष्ठित कराइले। ऋषि अगस्त्येनको परी लोपामुद्रा मध्य ऋग्वेदर मंत्र मान रचना करी जाइछन्ति। तांको रचित ऋग्वेदीय मंत्र ऋग्वेदर प्रथम मंडल 180 सूक्तरे मिलिथाए। भगवती मां पार्वतींको उद्देश्यरे मध्य से अनेक गुड़िए स्तोत्रर रचना करी जाइछन्ति। लोपामुद्रांको विरचित ऋग्वेदर प्रथम मंडलरे 6 गोटी मंत्र रहिछि। तन्मध्यरु प्रधान दुईटी हेला क पूर्वारहं शरदः सहस्रमाना दोषावस्तर शोषो जरयन्त्य मीनाति श्रियं जरिमातनुना प्यूनु पत्नी वृष्णो जगमेह दु जे चिद्दिह पूर्वर्तसाप आसंत सांग देवेभिरवदन्मृतानि ते चिदवसुर्नह्यं थतमापुह समुनु पत्नीर्वृषभि जगम्यु। लोपामुद्रांको रचित एही मंत्र गुड़िक सुनिला परे महर्षि अगस्त्येनको भ्रम दूर होईगला। से अनुभव कले लोपामुद्रांको सांसारिक जीवन प्रति अवहेला करी से मस्त बड़ भूल करी बसिछन्ति। पुणी लोपामुद्रांको निकटतर होई से दाम्पत्य जीवन अतिबाहित कले। फलरे लोपामुद्रांको गर्भरु जन्मलाभ कले विद्न पुत्र त्रिदास्यु। कुहाजाए त्रिदास्यु मातृ गर्भरु लोपामुद्रांको वेदोच्चारण सुनी सुनी एहाकु अभ्यास करिथिले। मातृगर्भरु भूमिष्ठ हेबा अल्प समय परे से वेदमंत्र गायन आरंभ करिथिले। से भक्त प्रहल्लादंक तुल्य श्रीहरिंकर जने परम भक्त थिले। वैदिक वेद विदुषी मैत्रेयी गार्गेरी विश्वारा आपाला घोषा आदिंकस लोपामुद्रा जने मंत्रद्रष्टा तथा मंत्रस्रष्टा ऋषिनी भावे गण्य होइथांती। महर्षि लोमसंको मुखरु महर्षि अगस्त्य एवं लोपामुद्रांको कहानी सुनी युधिष्ठिर कृतार्थ हेले। किंतु सेतेबेले अगस्त्येनको सेही आश्रमटी परित्यक्त होई खाली पड़िथिबारु पांडवमाने ऋषि लोमसंकु एहार कारण कौन बोली पचारिले। लोमस कहिले महर्षि अगस्त्य चिरकाल पाई दक्षिणकु चली जाइछन्ति। तांको जिबा पछरे एक रोचक कहानी रहिछि। थरे हिमालयंक सह प्रतियोगिता करी विंध्य पर्वत बढ़िबारे लागिले। विंध्य पर्वत बढ़ी जाई सूर्यंकु कहिले तुमे मेरु पर्वतकु जेभଳି प्रदक्षिण करुछ मते मध्य सेही परी प्रदक्षिण कर। सूर्य कहिले मु एहा किपरि करि पारिबि मोते विधाता निर्देश करिथिबा पथरे यातायात करुछि। मु तुमकु प्रदक्षिण कले ए संसार चली पारिबो नाही। एथिरे क्रुद्ध होई विंध्य पर्वत आहुरी बढ़ी जाई चंद्र सूर्यंकर गति रोध कले। फलरे पृथिवी अंधकाराच्छन्न हेला। देवतामानंक मध्यरे जीव जगत क्षय होई जीव बोली भाळेणी पड़िला। समस्ते चिंता कले प्रतिकार निमंते विंध्य पर्वतंकु अनुरोध करी एथिरु निरस्त करिबे किंतु विंध्य काहारी अनुरोध सुनिबे नाही आशंका करी सेमाने जाई त्रिलोक्य पूज्य अगस्त्य ऋषिंक शरण पशिले। अगस्त्य शस्त्रिक जाई विंध्य पर्वत पाखरे पहुंचिले। पर्वत राज महर्षि अगस्त्येनकु खूब सम्मान करुथिले। एणु से मुनिंक दर्शन करी नतमस्तक होई प्रणाम कले। अगस्त्य कहिले पर्वत राज आम्भे दक्षिण दिगकु यात्रा करुछु। तुमे आमकु बाट दियो ओ आमे आसीबा जाए एहीपरि नतमस्तक होई रहिथा। विंध्य पर्वत अगस्त्य ऋषिंक आदेश पालन करी सेही दिनु नतमस्तक होई रहिछन्ति एवं सृष्टिरे उपुजिथिबा बाधा दूर होई जाइछि। महर्षि अगस्त्य किंतु आउ फेरी नाहंती।
ସେବେଠାରୁ ତାଙ୍କ ଏହି ଆଶ୍ରମ ଏଠାରେ ଖାଲି ପଡ଼ିଛି। ବେଦଦ୍ରଷ୍ଟା ଋଷି ଅଗସ୍ତ୍ୟ ଏବଂ ଲୋପାମୁଦ୍ରାଙ୍କ ଚରିତ ଶୁଣି ଯୁଧିଷ୍ଠିର ତଥା ପାଣ୍ଡ ଭାଇମାନେ ଅତୀବ ଖୁସି ହେଲେ। ଏହାପରେ ଋଷି ଲୋମସ ପାଣ୍ଡମାନଙ୍କୁ ଘେନି ରାମାୟଣ ଯୁଗରେ ପ୍ରସିଦ୍ଧ ଋଷି ଋଷ୍ୟଶୃଙ୍ଗଙ୍କ ଆଶ୍ରମରେ ପହଞ୍ଚିଲେ। ଅର୍ଜୁନୀ ଚରଣ ବେହେରା ଆପଣ ଶୀର୍ଷକ ଚ୍ୟାନେଲକୁ ସବସ୍କ୍ରାଇବ କଲେଣି କି? ଯଦି କରିନାହାନ୍ତି ଏବେ ସବସ୍କ୍ରାଇବ କରିନିଅନ୍ତୁ। ଏଭଳି ଦିବ୍ୟ ସିରିଜ ଆଧ୍ୟାତ୍ମିକ, ପୌରାଣିକ, ସାହିତ୍ୟ, ଗଳ୍ପ, କବିତା ତଥା ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହି ଯାତ୍ରାରେ ସାମିଲ ହୋଇ ବହୁଳ ମାତ୍ରାରେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।